हेलो हेलो। ସବୁ କାମ ସାରିକି ଦୀପାବଳି ସେଲିବ୍ରେଟ୍ କରିକି ମୋ ଫ୍ୟାମିଲି ସହିତ ମୁଁ ପୁଣି ଥରେ ରିଟର୍ଣ୍ଣ କରି ଯାଇଛି ମୋ ରୁମ୍କୁ। ଆଉ ଆକ୍ଚୁଆଲି କାଲି ଏତେ ହେକ୍ଟିକ୍ ଥିଲା ନା, ତ ମାନେ ମୋ ମୁଡ଼୍ଟା ବହୁତ ଅଫ୍ ଥିଲା। ସେଥିଲାଗି ମୁଁ ଭାବିଲି କ'ଣ ଗୋଟେ ସ୍ପେଶାଲ୍ ବନେଇକି ଖାଇବି ଯେଉଁଟାକି ମୁଡ଼୍ ଅନ୍ ହେଇଯିବ। ସେଥିଲାଗି ମାନେ ପୁରୀ, ସିମେଇ ଆଉ ବୁଟ ଡାଲି ଆଳୁ ତରକାରୀ ବନେଇଥିଲି। ଇଏ ଦେଖନ୍ତୁ ଆମର ସବୁ 10th Bର ପିଲାମାନେ, ମାନେ ଆକ୍ଚୁଆଲି ବହୁତ ଭଲ ପିଲା ଗୁଡ଼ାକ। ଭଲ ଇନ୍ ଦ ସେନ୍ସ ଆପଣ ବୁଝିପାରୁଥିବେ ଆଉ। ତାପରେ ଏଇଠି ମୁଁ ଦ୍ୱିପହରେ ପୁଣି ସେମ୍ ଜିନିଷ ହିଁ ନେଇଥିଲି ତ ଖାଇବା ପାଇଁ। ଆଉ ବହୁତ ହେକ୍ଟିକ୍ ବି ହେଇଯାଉଛି ମାନେ ରେଗୁଲାର କ୍ଲାସେସ୍। ଦେନ୍ ଆସିଲା ପରେ ଏଇଠି ଦେଖନ୍ତୁ ମାନେ ବହୁତ ବଢ଼ିଆ ପାଗ ଦେଇଥିଲା। ମୁଁ ଏମିତି ଜଷ୍ଟ ରିଟର୍ଣ୍ଣ କରୁଥିଲି, ତାପରେ ଇଚ୍ଛା ହେଲା ଟିକେ ବୁଲିବା ପାଇଁ। ଆମର ଏଇଠି ଗୋବରାରେ କାଳୀ ପୂଜା ହେଉଛି ତ ସେଇଟା ଯାଇଥିଲି ଟିକେ ମାଆଙ୍କୁ ଦର୍ଶନ କରିକି ଆସିଲା ବେଳକୁ ବର୍ଷା ପାଗରେ ଗରମ ଗରମ ଆଳୁ ଚପ୍ ଛଣା ହେଉଥିଲା। ମୁଁ ଜାଣିଛି ଏଇଟା ଦେହ ପାଇଁ ଭଲ ନାହିଁ, ହେଲେ ବି କ'ଣ କରିବା ଟିକେ ଖାଇଦେବା ଆଉ। ଗୁଡ଼୍ ନାଇଟ୍।